ओम शांति। आज 21/3/2024 साकार महावाक्य मधुर संतान माने श्रीमत अनुसार कल्याणकारी हेबाकु पड़िबो एवं समस्त को सुखर रास्ता देखाइबाकु हेबो। प्रश्न कौनसी प्रकारर त्रुटि हेबार मुख्य कारण कौन? उत्तर देह अभिमान। देह अभिमान कारणରୁ ହିଁ ପିଲାମାନଙ୍କ ଦ୍ୱାରା ବହୁତ ଭୁଲ ହେଉଛି, ଯାହାଫଳରେ ସେମାନେ ସେବା ମଧ୍ୟ କରିପାରନ୍ତି ନାହିଁ। ସେମାନଙ୍କ ଦ୍ୱାରା ଏଭଳି କର୍ମ ହୋଇଥାଏ ଯାହାକି ସମସ୍ତେ ଘୃଣା କରିଥାନ୍ତି। ସେଥିପାଇଁ ବାବା କହୁଛନ୍ତି ପିଲାମାନେ ଆତ୍ମ ଅଭିମାନୀ ହୁଅ, କୌଣସି ପ୍ରକାରର ଅକର୍ତ୍ତବ୍ୟ କର ନାହିଁ। କ୍ଷୀରଖଣ୍ଡ ସଦୃଶ ହୋଇ ସେବାର ଭଲ ଭଲ ଯୋଜନା ପ୍ରସ୍ତୁତ କର। ମୁରଲୀକୁ ଶୁଣ, ଏହାକୁ ଧାରଣା ମଧ୍ୟ କର, ଏଥିରେ ବେପରୁଆ ହୁଅ ନାହିଁ। ମୁଖ୍ୟ ସାର ପଏଣ୍ଟ 1 ଦେହୀ ଅଭିମାନୀ ହୋଇ ସେବାର ଭିନ୍ନ ଭିନ୍ନ ଉପାୟ ବାହାର କରିବାକୁ ହେବ। ପରସ୍ପର ମଧ୍ୟରେ ମଧୁର ସମ୍ପର୍କ ରଖି ସେବା କରିବାକୁ ହେବ। ବାବା ଯେପରି କଲ୍ୟାଣକାରୀ ଅଟନ୍ତି ସେହିପରି କଲ୍ୟାଣକାରୀ ହେବାକୁ ପଡ଼ିବ। 2 ନମ୍ବର ପ୍ରୀତିବୁଦ୍ଧି ହୋଇ ଅନ୍ୟମାନଙ୍କ ସହିତ ସଙ୍ଗ ତୁଟେଇ ଜଣଙ୍କ ସହିତ ଯୋଡ଼ିବାକୁ ହେବ। ଏଭଳି କୌଣସି ଅକର୍ତ୍ତବ୍ୟ କରିବାର ନାହିଁ ଯାହାକି କଳ୍ପ କଳ୍ପାନ୍ତର ପାଇଁ କ୍ଷତି ହୋଇଯିବ। ଆଜିର ବରଦାନ ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ନଷ୍ଟ ମହାସ୍ମୃତି ସ୍ୱରୂପ ହେଉଥିବା ଅଚଲ ଅଡଲ ହୁଅ। ଯେଉଁମାନେ ସର୍ବଦା ବେହଦର ବୈରାଗ୍ୟ ବୃତ୍ତିରେ ରହିଥାନ୍ତି ସେମାନେ କେବେ ବି କୌଣସି ବି ଦୃଶ୍ୟକୁ ଦେଖି ବିଚଳିତ ବା ହଲଚଲ ହୁଅନ୍ତି ନାହିଁ। ସର୍ବଦା ଅଚଳ ଅଡଲ ରହିଥାନ୍ତି, କାହିଁକି ନା ବେହଦର ବୈରାଗ୍ୟ ବୃତ୍ତି ଆଧାରରେ ସେମାନେ ନଷ୍ଟ ମହା ସ୍ମୃତି ସ୍ୱରୂପ ହୋଇଯାଆନ୍ତି। ଯଦି ଛୋଟ ମୋଟ ଘଟଣାକୁ ଦେଖି ଅଂଶ ମାତ୍ରରେ ମଧ୍ୟ ହଲଚଲ ହୋଇଯାଉଛ ବା ମୋହ ଉତ୍ପନ୍ନ ହେଉଛି, ତେବେ ଅଙ୍ଗଦ ଭଳି ଅଚଲ ଅଟଲ କୁହାଯିବ ନାହିଁ। କାହିଁକି ନା ବେହଦର ବୈରାଗ୍ୟ ବୃତ୍ତିରେ ଗମ୍ଭୀରତା ସହିତ ରମଣୀକତା ମଧ୍ୟ ଅନ୍ତର୍ନିହିତ ଅଟେ। ଆଜିର ସ୍ଲୋଗାନ ରାଜ୍ୟ ଅଧିକାରୀ ହେବା ସହିତ ବେହଦର ବୈରାଗୀ ହୋଇ ରହିବା ହିଁ ରାଜଋଷିର ଲକ୍ଷଣ। ରାଜ୍ୟ ଅଧିକାରୀ ହେବା ସହିତ ବେହଦର ବୈରାଗ୍ୟ ହୋଇ ରହିବା ହିଁ ରାଜଋଷିର ଲକ୍ଷଣ। ଅବ୍ୟକ୍ତ ଇଶାରା ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିତ ରୁହ। ବ୍ୟର୍ଥ ସଂକଳ୍ପ କରିବାର ବା ସନ୍ଦେହ କରିବାର ପରିସ୍ଥିତି ଥିଲେ ମଧ୍ୟ ତୁମ ଭିତରେ ଏହି ସମର୍ଥ ସଂକଳ୍ପ ଚାଲୁ ଯେ ବାବା ସର୍ବଦା ରକ୍ଷକ ଅଟନ୍ତି, କଲ୍ୟାଣକାରୀ ଅଟନ୍ତି। ଏହିଭଳି ନିଶ୍ଚୟର ବିଜୟ ସୁନିଶ୍ଚିତ ଅଟେ। ତେଣୁ ପ୍ରଶ୍ନବାଚକର ତେଢ଼ା ରାସ୍ତାରେ ନ ଯାଇ ସର୍ବଦା କଲ୍ୟାଣର ବିନ୍ଦୁ ଲଗାଅ। ଫୁଲଷ୍ଟପ୍ ଅର୍ଥାତ୍ ବିନ୍ଦୁ ବା ପୂର୍ଣ୍ଣଚ୍ଛେଦ। ଏହି ବିଧି ଦ୍ୱାରା ସବୁ କଥା ସହଜ ମଧ୍ୟ ହୋଇଯିବ ଏବଂ ସିଦ୍ଧି ମଧ୍ୟ ମିଳିଯିବ। ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ ଆତ୍ମା କେବେ ବି ପରମାତ୍ମାଙ୍କର ଅଂଶ ହୋଇପାରିବ ନାହିଁ। ଏଭଳି ବହୁତ ମନୁଷ୍ୟ ଅଛନ୍ତି ଯେଉଁମାନେ ଭାବୁଛନ୍ତି ଆମେ ଆତ୍ମାମାନେ ପରମାତ୍ମାଙ୍କର ଅଂଶ ଅଟୁ। ତେବେ ଅଂଶ ତ ଛୋଟିଆ ଖଣ୍ଡକୁ ହିଁ କୁହାଯାଏ। ଗୋଟିଏ ପଟେ କହୁଛନ୍ତି ପରମାତ୍ମା ଅନାଦି ଏବଂ ଅବିନାଶୀ ଅଟନ୍ତି, ପୁଣି ଅବିନାଶୀ ପରମାତ୍ମାକୁ ଖଣ୍ଡ ଖଣ୍ଡ କିପରି କରିହେବ? ପରମାତ୍ମା ଖଣ୍ଡ ଖଣ୍ଡ କିପରି ହୋଇପାରିବେ? ଯଦି ଆତ୍ମା ଅଜର ଅମର, ତେବେ ଆତ୍ମାକୁ ଯିଏ ସୃଷ୍ଟି କରିଛନ୍ତି ସିଏ ମଧ୍ୟ ଅମର ହୋଇଥିବେ। ଏହିଭଳି ଅମର ପରମାତ୍ମାକୁ ଖଣ୍ଡ ଖଣ୍ଡ କହିବା ଅର୍ଥାତ୍ ତାଙ୍କୁ ବିନାଶୀ କହିବା। କିନ୍ତୁ ଆତ୍ମାମାନେ ତ ଜାଣିଛେ ଯେ ଆମେ ଆତ୍ମାମାନେ ପରମାତ୍ମାଙ୍କର ସନ୍ତାନ, ତେଣୁ ଆମେ ତାଙ୍କର ବଂଶଜ ହୋଇଗଲେ ଅର୍ଥାତ୍ ତାଙ୍କର ସନ୍ତାନ ହୋଇଗଲେ। ତେବେ ସନ୍ତାନ କ'ଣ କେବେ ଅଂଶ ହୋଇପାରିବେ? ସେଥିପାଇଁ ପରମାତ୍ମାଙ୍କର ମହାବାକ୍ୟ ହେଲା ପିଲାମାନେ ମୁଁ ଅବିନାଶୀ ଏବଂ ମୁଁ ସଦା ଜାଗ୍ରତ ଜ୍ୟୋତି ଅଟେ। ମୁଁ ଏକ ଦୀପଶିଖା ସଦୃଶ ଅଟେ ଯାହାକି କେବେ ଲିଭିଯାଏ ନାହିଁ। କିନ୍ତୁ ମନୁଷ୍ୟ ଆତ୍ମାମାନଙ୍କର ଆତ୍ମାରୂପୀ ଦୀପ ଜାଗ୍ରତ ମଧ୍ୟ ହୁଏ, ପୁଣି ଲିଭି ବି ଯାଏ। ତେବେ ସମସ୍ତଙ୍କର ଜ୍ୟୋତିକୁ ମୁଁ ହିଁ ଜାଗ୍ରତ କରିଥାଏ, କାରଣ ମୁଁ ହିଁ ସମସ୍ତଙ୍କୁ ଜ୍ଞାନର ଆଲୋକ ଏବଂ ଶକ୍ତି ପ୍ରଦାନ କରିଥାଏ। ବାକି ଆତ୍ମାର ଜ୍ୟୋତି ଏବଂ ମୋ ଭିତରେ ଥିବା ଜ୍ୟୋତି ମଧ୍ୟରେ ଅନ୍ତର ନିଶ୍ଚିତ ରହିଛି। ଯେପରି ଇଲେକ୍ଟ୍ରିକ୍ ବଲ୍ବରେ ମଧ୍ୟ ଅଧିକ ଶକ୍ତିଶାଳୀ ଏବଂ କମ୍ ଶକ୍ତିଶାଳୀ ଥାଏ, ସେହିପରି ଆତ୍ମାମାନଙ୍କ ଭିତରେ ମଧ୍ୟ କେହି ଅଧିକ ଶକ୍ତିଶାଳୀ ହୋଇଥାନ୍ତି ତ କେହି କମ୍ ଶକ୍ତିଶାଳୀ ହୋଇଥାନ୍ତି। କିନ୍ତୁ ପରମାତ୍ମାଙ୍କର ଶକ୍ତି କେବେ ବି କମ୍ ବେଶୀ ହୋଇନଥାଏ। ସେଥିପାଇଁ ପରମାତ୍ମାକୁ ସର୍ବଶକ୍ତିମାନ ବୋଲି କୁହାଯାଏ, କାରଣ ସବୁ ଆତ୍ମାମାନଙ୍କ ଠାରୁ
ତାଙ୍କ ଭିତରେ ଅଧିକ ଶକ୍ତି ରହିଛି, ଯିଏକି ସୃଷ୍ଟିର ଅନ୍ତିମ ସମୟରେ ଆସନ୍ତି। ଯଦି କେହି ଭାବୁଛନ୍ତି ଯେ ପରମାତ୍ମା ତ ସୃଷ୍ଟିର ମଝି ସମୟରେ ବା ପ୍ରତି ଯୁଗରେ ଆସନ୍ତି, ତେବେ ତାଙ୍କୁ ସର୍ବଶ୍ରେଷ୍ଠ କିପରି କୁହାଯିବ? ଯଦି କେହି କହୁଛନ୍ତି ପରମାତ୍ମା ସୃଷ୍ଟିର ମଝିରେ ଅର୍ଥାତ୍ ଯୁଗେ ଯୁଗେ ଆସନ୍ତି, ତେବେ କ'ଣ ଏପରି ବୁଝାଯିବ ଯେ ସିଏ କ'ଣ ବାରମ୍ବାର ନିଜର ଶକ୍ତିକୁ ପ୍ରୟୋଗ କରିଥାନ୍ତି? ଯଦି ସର୍ବଶକ୍ତିମାନଙ୍କର ଏତେ ଶକ୍ତି ଅଛି, ଅର୍ଥାତ୍ ମଝି ସମୟରେ ଆସି ସବୁ ଆତ୍ମାମାନଙ୍କୁ ଶକ୍ତିଶାଳୀ କରିଦେଉଛନ୍ତି ବା ସଦ୍ଗତି ଦେଇ ଦେଉଛନ୍ତି, ତେବେ ତ ତାଙ୍କର ଶକ୍ତି ସ୍ଥାୟୀ ହୋଇ ରହିବା ଦରକାର। ପୁଣି ତୁମମାନଙ୍କର ଦୁର୍ଗତି କାହିଁକି ହେଉଛି? ତେଣୁ ଏହାଦ୍ୱାରା ସିଦ୍ଧ ହେଉଛି ଯେ ପରମାତ୍ମା ଯୁଗେ ଯୁଗେ ଆସୁନାହାନ୍ତି, ଅର୍ଥାତ୍ ସୃଷ୍ଟିର ମଝି ସମୟରେ ଆସୁନାହାନ୍ତି। ସିଏ ତ କଳ୍ପର ଅନ୍ତିମ ସମୟରେ ଥରେ ମାତ୍ର ହିଁ ଆସନ୍ତି ଏବଂ ସମସ୍ତଙ୍କର ସଦ୍ଗତି କରିଦିଅନ୍ତି। ଯେହେତୁ ପରମାତ୍ମା ଏତେ ବଡ଼ କାର୍ଯ୍ୟ କରୁଛନ୍ତି, ତେଣୁ ତାଙ୍କର ସ୍ମାରକୀ ରୂପରେ ବହୁତ ବଡ଼ ବଡ଼ ଶିବଲିଙ୍ଗର ପ୍ରତିମା ତିଆରି କରି ପୂଜା କରୁଛନ୍ତି। ତେଣୁ ନିଶ୍ଚିତ ଭାବରେ ପରମାତ୍ମା ସତ୍ୟ ଅଟନ୍ତି, ଚୈତନ୍ୟ ମଧ୍ୟ ଅଟନ୍ତି ଏବଂ ଆନନ୍ଦ ସ୍ୱରୂପ ମଧ୍ୟ ଅଟନ୍ତି। ଓମ୍ ଶାନ୍ତି।